ସମସ୍ତଙ୍କୁ ମୋର ଶୁଭ ସକାଳ। ପ୍ରିୟ ଛାତ୍ରଛାତ୍ରୀ ସମସ୍ତଙ୍କୁ ପୁନର୍ବାର ଆଉ ଥରେ ଅନେକ ଶୁଭେଚ୍ଛା ଶୁଭକାମନା ସହ ଆଜି ସମସ୍ତଙ୍କୁ ମୁଁ ଅନଲାଇନ୍ କ୍ଲାସ୍କୁ ସ୍ୱାଗତ ଜଣାଉଛି। ଆମେ ପୂର୍ବ କ୍ଲାସ୍ରେ ଆମେ ପଢ଼ିଥିଲେ ଗୋଲୋକ ବିହାରୀ ଧଳଙ୍କ ରଚିତ ସେ ପ୍ରବନ୍ଧ କ'ଣ ଶିଖିବା ନା ଗୋଲୋକ ବିହାରୀ ଧଳ ତାଙ୍କର ସେ ଆମେରିକା ଭ୍ରମଣ କରିଥିବା ସମୟରେ ସେ ଆମେରିକାର ଅନୁଭୂତିକୁ ସେ କିଭଳି ଭାବରେ ବର୍ଣ୍ଣନା କରିଛନ୍ତି ସେ ବିଷୟରେ କ'ଣ ଶିକ୍ଷା ପ୍ରବନ୍ଧରେ ସେଠାରେ ସେ ବର୍ଣ୍ଣନା କରିଛନ୍ତି, ଯାହାକି ଆମେ ପୂର୍ବ କ୍ଲାସ୍ ଗୋଟିଏ କ୍ଲାସ୍ ପଢ଼ିଥିଲେ ନା କିଭଳି ଭାବରେ ଆମେରିକାବାସୀମାନଙ୍କର ତାଙ୍କର ଶାରୀରିକ ପରିଶ୍ରମର ମୂଲ୍ୟ ସେମାନେ ପ୍ରତ୍ୟେକ ବୁଝିଥାନ୍ତି ଓ ପ୍ରତ୍ୟେକ ଶାରୀରିକ ପରିଶ୍ରମକୁ କିପରି ଭାବରେ ସମ୍ମାନ କରନ୍ତି। ଆଉ ସେମାନେ କୌଣସି କାମକୁ କଲାବେଳେ ଉଚ୍ଚ ନିଚ ଏଇଭଳିଆ ତାଙ୍କ ମନରେ କିଛି ଭାବନା ନଥାଏ। ସେ ଛୋଟ କାମ ହେଉ ବଡ଼ କାମ ହେଉ ସେମାନଙ୍କର ଶିକ୍ଷିତ ହୁଅନ୍ତୁ ଅଶିକ୍ଷିତ ହୁଅନ୍ତୁ କ'ଣ ଏଇଭଳିଆ ତାଙ୍କ ମନରେ କୌଣସି ମନୋବୃତ୍ତି ନଥାଏ। ଯେକୌଣସି କାମ କରିବାରେ ସେମାନଙ୍କ ମଧ୍ୟରେ ସାଧାରଣତଃ ଶାରୀରିକ ପରିଶ୍ରମ କଲାବେଳେ ତାଙ୍କ ମନରେ ଏଇଭଳିଆ କୌଣସି ଭାବନା ନଥାଏ। ସେ ବିଭିନ୍ନ ପ୍ରକାର ଉଦାହରଣ ଦେବା ସହିତ ସେ ଶିକ୍ଷକ ହୁଅନ୍ତୁ, ସେ ଅଧ୍ୟାପକ ହୁଅନ୍ତୁ, ବିଭିନ୍ନ ବର୍ଗର ଲୋକଙ୍କ ସହିତ ଲେଖକଙ୍କର ଭେଟ ହୋଇଛି ସେହି କଥା ସେଠାରେ ବର୍ଣ୍ଣନା କରିଥିଲେ ଆମେ ପଢ଼ିଥିଲେ ପୂର୍ବରୁ। ତେବେ ଆଜି ଆସ ଆମେ ତା'ର ଅବଶିଷ୍ଟାଂଶକୁ ଏବେ ଆମେ ପଢ଼ିବା। ଦେଖ ପିଲାମାନେ, ଆମ ଦେଶରେ ଥରେ ବଡ଼ଦିନ ଛୁଟିରେ ଜଣେ ଅଧ୍ୟାପକ ଓ ତାଙ୍କ ସ୍ତ୍ରୀ ଘରକୁ ଚାଲି ଯାଇଥାନ୍ତି। ନା କ'ଣ ନା ଯେତେବେଳେ ବଡ଼ଦିନ ଛୁଟି ତୁମେ ହୁଏ ଜାଣିଛ ଆମର ଡିସେମ୍ବର ମାସରେ ହୋଇଥାଏ। ସେ ସମୟରେ କ'ଣ ହେଇଛି ନା ଜଣେ ଅଧ୍ୟାପକ ତାଙ୍କ ସ୍ତ୍ରୀ ଘରକୁ ଚାଲି ଯାଇଥାନ୍ତି। ସେ ସମୟରେ ତାଙ୍କ ଭଣଜା ଜଣେ BA ଅନର୍ସ ଛାତ୍ର ତାଙ୍କ ଘରେ ଥାନ୍ତି। ଯେତେବେଳେ ସେ ଅଧ୍ୟାପକ ତାଙ୍କ ସ୍ତ୍ରୀ ଘରକୁ ପଳେଇଲେ ତାଙ୍କ ଘରେ କିଏ ଥିଲେ ନା ତାଙ୍କର ଭଣଜା BA ଅନର୍ସ ଛାତ୍ର ଥାନ୍ତି। ତାକୁ ପଚାରିଲେ ତମେ ବର୍ତ୍ତମାନ କ'ଣ ଖାଉଛ? ଲେଖକ ସେ ତାଙ୍କର ଭଣଜା ଜଣକୁ ପଚାରୁଛନ୍ତି ତୁମେ କ'ଣ ଖାଉଛ? ସେ କହିଲେ କ'ଣ ସାର୍ ଯାହା ପାଉଛି ଖାଉଛି। କି ଭଳିଆ ଉତ୍ତର ଦେଖନ୍ତୁ ନା କ'ଣ ମୁହଁ ହାବଭଙ୍ଗୀ କଥାବାର୍ତ୍ତା ସବୁଥିରେ ନୈରାଶ୍ୟର ଛାୟା। ତା କ'ଣ ସେଇ ଛାତ୍ର ଜଣକ BA ଅନର୍ସର ଛାତ୍ର ଜଣକ ଯେତେବେଳେ ଲେଖକ ପଚାରୁଛନ୍ତି ତୁମେ ଏବେ ଏକୁଟିଆ ଅଛ କେମିତି କ'ଣ ଖାଉଛ, ସେ ତା'ର କହିଛି କ'ଣ ନା କ'ଣ ସାର୍ ଯାହା ପାଉଛି ଖାଉଛି। ଆଉ ତା'ର ମୁହଁର ହାବଭଙ୍ଗୀ କଥାବାର୍ତ୍ତା ସବୁଥିରେ ଗୋଟେ ନୈରାଶ୍ୟର ଭାବନା ତା ମନରେ ଯେମିତି ହସ ନାହିଁ ବା ଦୁଃଖ ବିଷାଦ ଭରା ମନ ଯେମିତି ସେଇଭଳିଆ ତାଙ୍କ ମନଟି ଦେଖିବାକୁ ସତେ ଯେମିତି ଏ ଦୁନିଆରେ ସେ ଏକାନ୍ତ ନିଃସହାୟ। ତାର କ'ଣ ତାଙ୍କ ମୁହଁଟି କିପରି ଦେଖିବାକୁ ନା ଦୁନିଆରେ ସେ ଏକୁଟିଆ, ତାଙ୍କୁ ଆଉ କେହି ସାହାଯ୍ୟ କରିବାକୁ ସପୋଜ ଆଉ ନାହାନ୍ତି ବା ନିଃସହାୟ। ସେ ଭାବିଲେ ହତାଶ ହୋଇପଡ଼େ। ଆଜିକାଲି ଜଣେ BA BCom ପାସ୍ କରିବେ, ମୋଟା ଦରମାରେ ଚାକିରି କରିବେ, ଅଥଚ ନିଜ ହାତରେ ପୁଣି ମୁନ୍ଦାଏ ଫୁଟାଇ ଚାଉଳ ସିଝାଇ ଖାଇବାର ଯୋଗ୍ୟତା ଆଜି ଯାଏଁ ହୋଇନି। ତା କ'ଣ ଲେଖକ କହିଲେ ଏଠାରେ ନା ଆମ ଦେଶରେ ଲୋକମାନେ କ'ଣ ନା BA BCom ପାସ୍ କରିଦେବେ ଆଉ ସେ ଭଲ ଚାକିରି ଖଣ୍ଡେ କରିଦେଲେ ସେ ଭାବିଲେ ଆମେ ସବୁକିଛି ପାଇଗଲୁ ବା ସବୁକିଛି ଜାଣିଛୁ। ସେମାନେ କ'ଣ ତାଙ୍କର କି ଯୋଗ୍ୟତା ନଥାଏ ନା ମୁନ୍ଦାଏ ପାଣି ଫୁଟାଇ କ'ଣ ଚାଉଳ ସିଝାଇ ଖାଇବାର ତାଙ୍କର ଯୋଗ୍ୟତା ନାହିଁ। ସେ କେବଳ ଟିକେ ରୋଷେଇ କରିକି ଖାଇପାରିବେ ନାହିଁ। ସେ ସଦାସର୍ବଦା ଅନ୍ୟ ଉପରେ ନିର୍ଭର କରିଥାନ୍ତି କାରଣ ସେମାନେ ପଇସା ରୋଜଗାର କରନ୍ତି। ତେବେ କଲେଜ ପଡ଼ିଆରେ NCC ପୋଷାକ ପିନ୍ଧି ଲେଫ୍ଟ ରାଇଟ୍ କୁଦି ହେବାରେ କି ଲାଭ ଯଦି ଆମେ ନିଜ କାମକୁ ନିଜ କର୍ତ୍ତବ୍ୟକୁ ଠିକ୍ ଭାବରେ କରିପାରିବା ନାହିଁ। ଆଉ ଆମେ ସକାଳୁ ଉଠିକି ଯେତେ କ'ଣ ଏକ୍ସରସାଇଜ୍ କଲେ ସେଥିରେ କି ଲାଭ ଅଛି? ଏ ଦେଶର କ'ଣ ଭବିଷ୍ୟତ ନାହିଁ? ତାହେଲେ ଏ ଦେଶର ଆମେ କ'ଣ ଭବିଷ୍ୟତ ନାହିଁ? କଣ୍ଟା ବାଡ଼ରେ ଲୁଗା ପକାଇ ପର ଉପରକୁ କାଦୁଅ ଫିଙ୍ଗି ନିଜେ ଭଲ ବୋଲି ହାଟ ବଜାରରେ ବାଜା ବଜାଇବା ଛଡ଼ା କ'ଣ ଦ୍ୱିତୀୟ କାମ କିଛି ନାହିଁ? ନା ଲେଖକ ଠାରେ ନିଜର ଅଭିମାନ କରି କହିବାକୁ ଯାଇଛନ୍ତି କ'ଣ କହିଛନ୍ତି ନା ଯଦି ଆମେ ପ୍ରତ୍ୟେକ ଭାରତୀୟ ପ୍ରତ୍ୟେକ ଲୋକ ଯଦି ଆମର ନିଜର କର୍ତ୍ତବ୍ୟ ନିଜର କାମକୁ ଠିକ୍ ଭାବରେ ନିଜେ ନ କରିବା ତେବେ ଆମର ବା କି ଲାଭ? କ'ଣ ଯେମିତିକି କଣ୍ଟା ବାଡ଼ରେ ଲୁଗା ପକାଇବା ଅର୍ଥ କ'ଣ ନିଜେ କଳି କରିବା। ଏଇ କଥାଟା ଏଠାରେ କୁହାଗଲା। କାଦୁଅ ଫିଙ୍ଗି ନିଜକୁ ଆମେ ସବୁବେଳେ କ'ଣ କରିବା ନିଜକୁ ଭଲ ବୋଲି ନିଜେ ଡେଙ୍ଗୁରା ପିଟି ହେବା, ସବୁବେଳେ ଗାଈ ହେବା ଆମେ ସବୁବେଳେ ଭଲ। ତାହେଲେ ଏଇ କଥା କ'ଣ ଲାଭ ଅଛି? ଆମେ କହିବା ଗୋଟେ କରିବା ଗୋଟେ, କିନ୍ତୁ ଆମେ ନିଜକୁ ଭଲ କହିବା
ଏରା ମାନେ କ'ଣ ଅଛି। ଏବେ ଚାଲ ପରବର୍ତ୍ତୀ ପଦ। ଏବେ ଦେଖ, ମିଷ୍ଟର ବେକର ଆମେରିକାର ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର। ସେ ଲେଖକଙ୍କର ସହିତ ଆଉ କ'ଣ ମିଷ୍ଟର ବେକର ତାଙ୍କ ସହିତ ଦେଖାଇଥିଲେ। ସେ ଜଣେ କ'ଣ ଅବସରପ୍ରାପ୍ତ ଇଞ୍ଜିନିୟର, ବୟସ 70 ଉପରେ, ମୁଣ୍ଡର ବାଳ ଧଳା। ସକାଳେ ଶ୍ରୀମତୀ ବେକର ଓ ମୁଁ ଯେତେବେଳେ ଗାଡ଼ି ଧରି ସଭାକୁ ବାହାରିଛୁ, ଶ୍ରୀ ବେକର ସେତେବେଳେ ଟାଙ୍ଗିଆ, କୋଡ଼ି, ଶାବଳ ଲଦି ଗାଡ଼ିରେ ଉଠନ୍ତି। ଯେତେବେଳେ ମିଷ୍ଟର ବେକର ଆଉ ଲେଖକ ନିଜେ ତାଙ୍କ ସହିତ ସଭାକୁ ଯିବାକୁ ବାହାରିଛନ୍ତି, ସେତେବେଳେ ମିଷ୍ଟର ବେକର କ'ଣ କରିଛନ୍ତି, ସାଙ୍ଗରେ ଟାଙ୍ଗିଆ, କୋଡ଼ି, ଶାବଳ ଗାଡ଼ିରେ ଲଦିକି ନେଇଛନ୍ତି। ପର୍ବତ ଭାଙ୍ଗି ପଡ଼ିଆ କରି ତହିଁରେ ଘର ତୋଳିବେ। କ'ଣ କରିବେ? ପର୍ବତ ଭାଙ୍ଗିବେ ଆଉ ତହିଁରେ କ'ଣ କରିବେ? ପଡ଼ିଆ କରିକି ଘର ତିଆରି କରିବେ। ନିଜେ ଜାଗା କରିକି ଘର ତିଆରି କରିବେ। ଦିନେ ହତାବାଡ଼ ଦେବା ପାଇଁ ମୁଁ ତାଙ୍କ ସଙ୍ଗେ ଯାଏ। ପଚାରେ, ତମର ତ ଏତେ ସମ୍ପତ୍ତି, ଯାହା କହନ୍ତି ଶହ ଶହ ଗହ ଗହ ଟଙ୍କା ସୁନା, ଦୁଆରେ ଗାଡ଼ି ଥୋଇବାର ଜାଗା ନାହିଁ। ଆଚ୍ଛା, ତମେ ଏତେ ବୁଢ଼ା ବୟସରେ ପୁଣି କାହିଁକି କୋଡ଼ି ଶାବଳ ସଉକ କରୁଛ? ନା ଲେଖକ ସେଇ ମିଷ୍ଟର ବେକରକୁ ପଚାରୁଛନ୍ତି, ତମର ତ ଏତେ ସମ୍ପତ୍ତିର ଅଧିକାରୀ, ତମର ବହୁତ ସୁନା ରୂପା, କେଉଁଥିରେ କିଛି ଅଭାବ ନାହିଁ, ତମ ଦୁଆରେ ଗାଡ଼ି ମଧ୍ୟ ଥୋଇବାକୁ ଜାଗା ନାହିଁ, ଏତେ ଗାଡ଼ି ଥୋଇଛ, ଆହୁରି ପୁଣି ଏତେ ବୁଢ଼ା ବୟସରେ ତୁମେ କାହିଁକି ସେ କାମ କରୁଛ? ନା ଏଠାରେ କହିବାର ପିଲାମାନେ ତାର ଅର୍ଥ ଏଇଆ ଯେ ସେମାନଙ୍କର ଆମେରିକାବାସୀମାନଙ୍କର ଯଦି ବହୁତ ସମ୍ପତ୍ତି ଥାଉ ନା କାହିଁକି, ଧନରତ୍ନ ଯେତେ ସମ୍ପତ୍ତି ଥାଉ, ସିଏ କେବେ ହେଲେ ସେ ତାଙ୍କ ମନରେ କୌଣସି ଗର୍ବ ନଥାଏ। ସେ ସବୁଦିନ ପରିକା ତାଙ୍କର କର୍ତ୍ତବ୍ୟ ସେ ଠିକ୍ କରିଥାନ୍ତି। ନା ଯେତେ ସମ୍ପତ୍ତିର ଅଧିକାରୀ ହେଉନା କାହିଁକି, ଯେତେ ବୟସ ହେଉନା, ତାଙ୍କ ହାତ ଗୋଡ଼ ଚାଲୁଥିବା ପର୍ଯ୍ୟନ୍ତ ସେ ସଦା ସର୍ବଦା କ'ଣ କର୍ତ୍ତବ୍ୟ କରିଥାନ୍ତି, କେତେବେଳେ ରୁହନ୍ତି ନାହିଁ। ଏବେ ଦେଖ ପିଲାମାନେ, ସେ ଉତ୍ତର ଦିଅନ୍ତି ଯେତେବେଳେ ମିଷ୍ଟର ବେକରକୁ ପଚାରିଥିଲେ ଲେଖକ, ସେ ବେକରଙ୍କୁ ଏତେ ବୟସରେ କାହିଁକି ଖଟୁଛନ୍ତି? ନା ସେ ବେକର ଉତ୍ତର ଦେଲେ କ'ଣ, ଗୋଲୋକ, ତମେ ଏତେ ପାଠ ପଢ଼ି ଆମେରିକା ପର୍ଯ୍ୟନ୍ତ ଆସିଲଣି, ତଥାପି ଆମେରିକା ଜୀବନର ମୂଳ ଦର୍ଶନଟା ଧରିପାରୁନା। ନା ଲେଖକ ମିଷ୍ଟର ବେକର ଲେଖକକୁ କହିଛନ୍ତି ଗୋଲୋକଠାରୁ ପିଲାମାନେ କ'ଣ, ଗୋଲୋକ ବିହାରୀ ଧଳ ହେଲା। ଯେତେବେଳେ ବେକର ଲେଖକକୁ କହିଛନ୍ତି, ଗୋଲୋକ, ତମେ ଏତେ ପାଠ ପଢ଼ି ଆମେରିକା ପର୍ଯ୍ୟନ୍ତ ଆସିଲଣି, ତମେ ଏତେ ଆଜି ଆମେରିକା ପର୍ଯ୍ୟନ୍ତ ଆସିଛ। ଆଜି ସାଧାରଣତଃ ଆମେ ଜାଣିଛେ, ଆମେ ବହୁତ ପାଠ ପଢ଼ିଲେ ଆମ ଭାରତୀୟବାସୀ ଯାଇକି ଆମେରିକା ଚାକିରି କରିବାକୁ ଗଲେ ଆମକୁ ଯିବାକୁ ପଡ଼େ ବା ଯିବାକୁ ପଡ଼େ। ଲେଖକ ବୁଲିବାକୁ ଯାଇଛନ୍ତି ହେଲା। ନା ଏଠାରେ ଗଲା, ଏତେ ପାଠ ପଢ଼ି ତୁମେ ଆମେରିକା ଆସିଲଣି, ତଥାପି ଆମେରିକା ଜୀବନର ମୂଳ ଦର୍ଶନଟା ଧରିପାରୁନା। ତେବେ ପିଲାମାନେ ତାହେଲେ ଆମେରିକାର ମୂଳ ଦର୍ଶନଟା ସାଧାରଣତଃ କ'ଣ ଲେଖକ କହିଛନ୍ତି? ନା ତାଙ୍କର ମୂଳ ଦର୍ଶନଟା ହେଲା କାମ କରିବା ବା କର୍ମ କରିବା, ପରିଶ୍ରମ କରିବା। ଆଉ କାହା କଥା ଛାଡ଼ି ଦିଅ, ମୁଁ କାମ କରେ ଜୀବନ ଉପଭୋଗ କରିବା ପାଇଁ। ନା ସିଏ କ'ଣ ପାଇଁ କାମ କରନ୍ତି ମିଷ୍ଟର ବେକର? ନା ଜୀବନକୁ ଉପଭୋଗ କରିବା ପାଇଁ। ତାଙ୍କ କାମ ବିନା ତାଙ୍କୁ କେବେ ଭଲ ଲାଗେ ନାହିଁ। ସେଥିପାଇଁ ସେ କାମ କରନ୍ତି ଏଇଥିପାଇଁ, ନା ଜୀବନଟାକୁ ଉପଭୋଗ କରିବା ପାଇଁ, ଜୀବନଟାକୁ ଭଲ ଭାବରେ କଟିବା ପାଇଁ। ତା ମାନେ ନୁହେଁ ଯେ ସେ ଅର୍ଥ ରୋଜଗାର କରିବା। ଅର୍ଥର ରୋଜଗାର ଅଛି, ଅର୍ଥ ଉଦ୍ଦେଶ୍ୟ, କିନ୍ତୁ ତା ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନା ତାଙ୍କର ବସିଲେ କେତେବେଳେ ଜୀବନ ଭଲ ସମୟ କଟେ ନାହିଁ। କାମ ବ୍ୟତିରେକ ଆମେରିକାନ ଜୀବନ ସୁଖ କଳ୍ପନା ଅସମ୍ଭବ। ସେମାନେ କାମକୁ ଛାଡ଼ିଦେଲେ କେବେ ଜୀବନରେ ଖୁସିରେ ରହିପାରିବେ। ସେମିତି ବସିକି ଶୋଇକି ସେ କେବେ ହେଲେ ଖୁସିରେ ରହିପାରନ୍ତି ନାହିଁ ଆମେରିକାବାସୀମାନେ। କାମ ଭିତରେ ସେ ଆନନ୍ଦ ଲୁକାୟିତ ଅଛି। ସେ କେମିତି ଜୀବନକୁ ବହୁତ ଭଲ ଭାବରେ କାଟିଥାନ୍ତି, ଏନ୍ଜୟ କରିଥାନ୍ତି। ନା ସେ କର୍ମ କରିଥାନ୍ତି, ତା ଭିତରେ ସେ ଲୁକାୟିତ ଆନନ୍ଦକୁ ଅନୁଭବ କରିଥାନ୍ତି। ଆଉ ସେ ଜୀବନରେ ଥରେ ଚାଖିଛି, ଆଉ କେବେ ଛାଡ଼ିପାରିବେନି। ନା କାମ ଭିତରେ ବା କର୍ମ କରିବା ଭିତରେ ଯେଉଁ ସୁଖ ଆନନ୍ଦଟି ଅଛି, ଯିଏ ସେ ସୁଖ ଆନନ୍ଦଟାକୁ ଚାଖିଛି, ସେ ଜୀବନରେ କେବେ ସେଇ ଆନନ୍ଦକୁ ଛାଡ଼ିପାରିବ ନାହିଁ। ଏବେ ଦେଖ, ବୁଢ଼ା ବାପା ପରିଶ୍ରମ କଲେ ବୋଲି ପୁଅ ଝିଅ କ'ଣ ବସି ରହନ୍ତି? ତାର କ'ଣ, ଯଦି ବୁଢ଼ା ବାପାଟି ପରିଶ୍ରମ କଲା, ତାଙ୍କର ପୁଅ ଝିଅ କ'ଣ ବସି ରହନ୍ତି? ନା, ଅସମ୍ଭବ। ସମସ୍ତଙ୍କର କାମ। ଆଗରୁ କହିଛି, କାମ ନ କଲେ ପିଲାଏ ପଇସା ପାଆନ୍ତି ନାହିଁ,
ତେଣୁ କାମ ହିଁ ଆମେରିକା ଜୀବନର ମୂଳମନ୍ତ୍ର। ତେବେ ପିଲାମାନେ ସାଧାରଣତଃ ତାଙ୍କର ଯଦି ବୟସ୍କ ଲୋକ ବା ତାଙ୍କର ଘରର ମୁରବୀମାନେ କାମ କରନ୍ତି, ତାଙ୍କର ପିଲାମାନେ କ'ଣ କାମ କରନ୍ତିନି ନା ସମସ୍ତେ ତାଙ୍କର କାମ କରିଥାନ୍ତି। ନା କାମ ହେଉଛି ବା କର୍ମ ହେଉଛି ତାଙ୍କ ଆମେରିକାବାସୀଙ୍କର ଜୀବନର ମୂଳ ଲକ୍ଷ୍ୟ, ମୂଳ ଉଦ୍ଦେଶ୍ୟ, ମୂଳ ମହତ୍ତ୍ୱ। ଆମେରିକା ପିଲା କେମିତି ଦରକାରୀ କାମ କରିପାରିବେ ତାହାର ଗୋଟେ ଉଦାହରଣ ଦେଉଛି। ତେବେ ଆମେରିକା ପିଲାମାନେ କେମିତି ସାହାଯ୍ୟ କରିଥାନ୍ତି, କେମିତି କ'ଣ କାମ କରିଥାନ୍ତି, ଲେଖ ତାର ଆଉ ଗୋଟେ ଏକ ଉଦାହରଣ ଦେଲେ। ନା କ'ଣ ହେଇଛି, ଦିନେ ମୁଁ, ଡେଭିଡ୍ ଓ ତା ବାପା ବୋଉ ସମସ୍ତେ ଗୋଟିଏ ସହର ଅଭିମୁଖେ ମଟରରେ ଛୁଟାଇଥିଲୁ ମାନେ ଯାଇଥିଲୁ। ନା କିଏ ଲେଖକ ଡେଭିଡ୍ ଆଉ ତା ବାପା ମା ଗୋଟେ ପଳାଇଥିଲେ ସହର ବୁଲିବା ଅଭିମୁଖେ ଯାଇଥିଲେ। ଭାରି ବରଷା, ବରକୋଳିଆ ଟୋପା ଉଜାଡ଼ି ହୋଇ ପଡ଼ୁଥିଲା। ସେ ସମୟରେ ବହୁତ ବର୍ଷା ହେଉଥିଲା। ରାସ୍ତା ଉପରେ ଚକାଏ ପାଣି, ଚକାଏ ରାସ୍ତା ଯାକ ଖାଲି ପାଣିରେ ଫୁଲ୍। ହଠାତ୍ ମଟରର ପଛ ଚକାଟା ଫାଟିଗଲା। ସେତେବେଳେ କ'ଣ, ତାଙ୍କ ମଟର ଗାଡ଼ିର ସେ ସମୟରେ ପଛ ଚକାଟା କ'ଣ ହେଇଛି, ଫାଟିଯାଇଛି। ମାଇପି ମଣିଷ ସବୁଠି ସମାନ ହେଲା। ମାଇପି ମଣିଷ ମାନେ ସେ ଯାଇଥିଲେ ଯେଉଁ ଲେଖକ ସହିତ ମା ଡେଭିଡଙ୍କର ମା ଯାଇଥିଲେ, ସେ କୁହାହେଲା ମାଇପି ମଣିଷ ସବୁଠି ସମାନ, ସମସ୍ତେ ଭୟଭୀତ କରିଥାନ୍ତି। ବିପତ୍ତି ପଡ଼ିଲେ ଅଳ୍ପ ବହୁତ ଇତସ୍ତତ ହୁଅନ୍ତି। ଇତସ୍ତତ ମାନେ ତାଙ୍କୁ ବିଚଳିତ ହୁଅନ୍ତି, ଏଣେ ତେଣେ ବୁଲନ୍ତି ବା ବିଚଳିତ ହୋଇଥାନ୍ତି। ମଉଜରେ ମଟର ଚଳାଇବା ଓ ଚକ ଫାଟିଲେ ସମ୍ଭାଳିବା ଏକଥା ନୁହେଁ। ଆମେ ସମସ୍ତେ ମଟରରୁ ବାହାରି ଖବରକାଗଜ ଖଣ୍ଡେ ଲେଖାଏଁ ମୁଣ୍ଡରେ ଦେଇ ଠିଆ ହେଲୁ। ତାହେଲେ ସମସ୍ତେ କ'ଣ, ଯେତେବେଳେ ମଟର ଚକା ଫାଟିଗଲା ତ ଲେଖକ ସହିତ ତାଙ୍କର ବନ୍ଧୁ ଡେଭିଡ୍, ତାଙ୍କର ବାପା ମା ମଟରରୁ ବାହାରି ସାଙ୍ଗେ ସାଙ୍ଗେ କ'ଣ କଲେ, ଖବରକାଗଜ ମୁଣ୍ଡ ଦେଇ ବାହାରେ ଛିଡ଼ା ହେଲେ ସେ ବର୍ଷାରେ। ଦେଲେ 15 ବର୍ଷର ପୁଅ ଡେଭିଡ୍ ରାସ୍ତା ଉପରେ ପାଣିରେ ଶୋଇ, ଯେତେବେଳେ ତାଙ୍କର ପୁଅ 15 ବର୍ଷର ପୁଅ ଡେଭିଡ୍ ରାସ୍ତାରେ ସେ ଫାଟିଯାଇଛି ରାସ୍ତା ଉପରେ ପାଣି ଭିତରେ ଶୋଇ ଅଧଘଣ୍ଟାରେ ନୂଆ ଚକାଟିଏ ଲଗାଇଥିଲା। ଆମେ ସମସ୍ତେ କୃତକୃତ୍ୟ ହେଲୁ। ତାହେଲେ ଯେତେବେଳେ ଡେଭିଡ୍ ସେ ପରିଶ୍ରମ କରି ଶେଷରେ ପାଣି କାଦୁଅରେ ଶୋଇ ତାଙ୍କର ସେ ମଟର ଗାଡ଼ିର ଚକାଟିକୁ ସେ ଅଧଘଣ୍ଟା ପରିଶ୍ରମ କରି ଲଗାଇ ଦେଇଛନ୍ତି, ଯାହାକି ସମସ୍ତେ ଦେଖି କୃତକୃତ୍ୟ ହେଲେ, ମାନେ ଧନ୍ୟ ହେଲେ। ସେଇଭଳିଆ ତାଙ୍କର କାର୍ଯ୍ୟକଳାପକୁ ଏବେ ଦେଖ ପିଲାମାନେ, ଦେଖିଲା ନା ଆମେରିକା ଲୋକେ ଅନେକ ଦିନ ପର୍ଯ୍ୟନ୍ତ ଏକୁଟିଆ ହୋଇ ଚଳୁଥିଲେ। ନା ଯେତେବେଳେ ବିଶ୍ୱରେ ଆମର ଗୋଟେ ଉଦାରୀକରଣ, ଜଗତୀକରଣ ଆସିବା ଫଳରେ ସାରା ବିଶ୍ୱକୁ ଏବେ କ'ଣ ହେଇଛି, ଉଦାରୀକରଣ ଜଗତୀକରଣ ହେବା ଫଳରେ ସାରା ବିଶ୍ୱକୁ ଗୋଟେ ଛୋଟ ଗ୍ରାମ ଭଳି ବିବେଚିତ କରାଯାଉଛି। ନା ଆମମାନଙ୍କ ମଧ୍ୟରେ ଆମେ ଦେଶ ମଧ୍ୟରେ ଭାବର ଆଦାନ ପ୍ରଦାନ କରାଯାଉଛି। କିନ୍ତୁ ପୂର୍ବ କାଳରେ ପ୍ରତ୍ୟେକ ଦେଶ ସେମାନଙ୍କ ମଧ୍ୟରେ ସେତେ ଭଲ ସମ୍ପର୍କ ନଥିଲା। ସେମାନେ ସଦାସର୍ବଦା ଏକୁଟିଆ ରହୁଥିଲେ, କାରଣ ସେତେବେଳେ ଯୋଗାଯୋଗ ବା ଗମନାଗମନ ସୁବିଧା ସେତେ ନଥିଲା। ଯେଉଁ କାମ କରୁଥିଲେ ନିଜ ଦେଶ ମଧ୍ୟରେ କରୁଥିଲେ ପୂର୍ବ କାଳରେ। ଏବେ କ'ଣ ହେଇଛି, ଆସ୍ତେ ଆସ୍ତେ ପୃଥିବୀ ରାଜନୀତି ସହିତ ସେମାନଙ୍କର ବିଶେଷ ସମ୍ପର୍କ ନଥିଲା। ପୃଥିବୀ ଅର୍ଥ ପୃଥିବୀରେ ଅନ୍ୟ ଦେଶମାନଙ୍କର ଘଟଣା କ'ଣ ଘଟୁଛି କ'ଣ ନାହିଁ ସେ ବିଷୟରେ ନା ଆମେରିକାର ସେତେବେଳେ ସମ୍ପର୍କ ନଥିଲା, ମାନେ ତାଙ୍କ ସହିତ କିଛି ଜଡ଼ିତ ନଥିଲେ। ଅନ୍ୟ ଦେଶ କ'ଣ ଘଟୁଛି ନାହିଁ, ସେ ଏକୁଟିଆ ତା'ର କ'ଣ କାମ କରେ, କ'ଣ ସେ ତା ନିଜ ଦେଶରେ ହିଁ କରିଥାଏ, ସେ ଅନ୍ୟ ଏକ ଦେଶରେ ମୁଣ୍ଡ ଖେଳେଇ ନଥାଏ। ଗଲା ବିଶ୍ୱଯୁଦ୍ଧରୁ ସେମାନେ ପୃଥିବୀ କ୍ଷେତ୍ରରେ ଆଗୁଆ ହେବାରେ ଲାଗି ପଡ଼ିଛନ୍ତି। ଯେତେବେଳେ ଆମର ଦୁଇଟି ବିଶ୍ୱଯୁଦ୍ଧ ହେଇଥିଲା ପିଲାମାନେ, ପ୍ରଥମତଃ 1914 ମସିହାରେ ପ୍ରଥମ ବିଶ୍ୱଯୁଦ୍ଧ ହେଇଥିଲା, ତାପରେ 1939 ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ, ଯାହାକି 1945 ମସିହାରେ ଶେଷ ହୋଇଥିଲା। ସେ ସମୟରେ କ'ଣ ହେଇଛି, ସେଇ ସମୟ ଠାରୁ ତାହେଲେ ଆମେରିକା ଆସ୍ତେ ଆସ୍ତେ ଆଗକୁ ଗତି କରିବାରେ ଲାଗିଛି। ବିଶ୍ୱ ଶାସନ, ବିଶ୍ୱ ମୈତ୍ରୀ ପାଇଁ ସେମାନେ ବର୍ତ୍ତମାନ ବଡ଼ ଉତ୍କଣ୍ଠିତ। ତେବେ ସେତେବେଳେ ସେ ମୁଣ୍ଡ କହୁଥିଲେ ପୁରଉନଥିଲେ, କିନ୍ତୁ ଏବେ ଆମେରିକାବାସୀଙ୍କର ବିଶ୍ୱ ଶାସନ, ବିଶ୍ୱ ମୈତ୍ରୀ, ନା ବିଶ୍ୱକୁ ସେ କିପରି ଭାବରେ ଶାସନ କରିବ ଆଉ ବିଶ୍ୱରେ ସମସ୍ତଙ୍କ ମଧ୍ୟରେ ବନ୍ଧୁତ୍ୱ ମିତ୍ରତା ଭାବ ସ୍ଥାପନ କରିବ, ସେଥିପାଇଁ ଆମେରିକା ଏବେ ଉତ୍କଣ୍ଠିତ। ନା ମାନେ ଆଗ୍ରହୀତ। ଆମେରିକାରେ କୌଣସି ସହରକୁ ଗଲେ ଆନ୍ତର୍ଜାତିକ କୌଣସି ନା କୌଣସି ଅନୁଷ୍ଠାନ ଦେଖିବାକୁ ପାଇବ। ଏବେ ଯଦି ଆମେ ଆମେରିକାର କୌଣସି ସହରକୁ ଯିବା, ନା ସେଠାରେ ବିଭିନ୍ନ ପ୍ରକାର
ଆନ୍ତର୍ଜାତିକ ସଂଗଠନ ମାନେ ବିଶ୍ୱ ସ୍ତରର ଯେଉଁ ସଂଗଠନ ଅଛି ଯେ ଏହିପରି ବିଭିନ୍ନ ୱାର୍ଲଡ଼ ଲେବର ଅର୍ଗାନାଇଜେସନ୍ ହଉ, ୱାର୍ଲଡ଼ ବ୍ୟାଙ୍କ ହଉ, ଏଇ ଟାଇପ୍ର ବିଭିନ୍ନ ପ୍ରକାରର ଅର୍ଗାନାଇଜେସନ୍ ଆମର ଆମେରିକା ତା ସହିତ ଆମେ ଅନ୍ୟ ସହର ଗୁଡ଼ିକ ବେସିକାଲି ସାଧାରଣତଃ ଆନ୍ତର୍ଜାତିକ ଅନୁଷ୍ଠାନକୁ ଆମେ ଅଧିକ ପରିମାଣରେ ଆମେରିକାରେ ଦେଖିବାକୁ ପାଇବା। ଆମେମାନେ ତ ଏତେ ଗୁଡ଼ାଏ ଜାତିର ପିଲା ଆମେରିକା ପଇସାରେ ଆମେରିକାରେ ବୁଲୁଥିଲୁ। ନା ଲେଖକ କ'ଣ କହିଲେ ନା ଲେଖକ ମଧ୍ୟ ସେ ଆମେରିକା ପଇସାରେ ମାନେ ତାଙ୍କର ଡଲାର ତାଙ୍କ ଦେଶକୁ ଗଲେ ଆମ ଦେଶର ପଇସା ଚଳିବେ ନାହିଁ, ଆମକୁ ଆମ ଦେଶ ପଇସାକୁ ତାଙ୍କ ଡଲାରରେ କନଭର୍ଟ କରିବାକୁ ପଡ଼ିବ, ତାହେଲେ ଯାଇକି ଆମେ ତାଙ୍କ ଦେଶରେ ବୁଲିପାରିବା। କାରଣ ଯାହା ହେଉନା କାହିଁକି ଆନ୍ତର୍ଜାତିକ ଭାବ ବିନିମୟ ଲାଗି ଆମେରିକା ବଡ଼ ବ୍ୟାକୁଳ। ତା ବର୍ତ୍ତମାନ କ'ଣ ହେଇଛି ନା ଆନ୍ତର୍ଜାତିକ ବା ସାରା ବିଶ୍ୱରେ ଆମେରିକା ତା'ର ନିଜର ଆଧିପତ୍ୟ ବିସ୍ତାର କରିବା ସହିତ ସେ ମଧ୍ୟ ଏବେ ଆନ୍ତର୍ଜାତିକ ମଧ୍ୟ ମାନେ ଦେଶ ଦେଶ ମଧ୍ୟରେ ଭାବର ଆଦାନ ପ୍ରଦାନ ସହିତ ସେ କିପରି ଭାବରେ ସବୁ କଥାରେ ସେ ଏବେ ବହୁତ ଆଗ୍ରହୀ ହେଉଛି ଆଉ ଭାବ ବିନିମୟ ପାଇଁ ବ୍ୟାକୁଳ ବା ଆଗ୍ରହୀ ହେଉଛି। ଆମେରିକା ଲୋକଙ୍କଠୁ ଶିଖିବାର ସବୁଠୁ ବଡ଼ କଥା ହେଉଛି ଅନ୍ୟର ପ୍ରଶଂସା କରିବା। ନା ଆମେ ପିଲାମାନେ ଆମ ଭାରତୀୟବାସୀଙ୍କର ଦେଖିବ ଏଠି ଆମେ ଯଦି କିଏ ଭଲ କାମଟି କରିଦେଲା ତାକୁ ଆମେ ସାଙ୍ଗେ ସାଙ୍ଗେ ତା ବିରୁଦ୍ଧରେ କହିବା, ତାକୁ ପ୍ରତିରୋଧ କରିବା, ସେ ଭଲ ମାନେ କେମିତି ଭଲ ନ ହଉ, କେମିତି ଭଲରେ ନ ରହୁ, ଏଇଭଳି ଆମ ଭାରତୀୟବାସୀମାନଙ୍କର ଚିନ୍ତାଧାରା ପ୍ରାୟତଃ ରହିଥାଏ। କିନ୍ତୁ ଆମେରିକାର ତାଙ୍କର ସବୁଠାରୁ ଭଲ ଗୁଣଟି ଆଉ ଗୋଟେ ମାନେ କ'ଣ ନା ଅନ୍ୟର ପ୍ରଶଂସା କରିବ। ଅନ୍ୟର ମାନେ ଯିଏ ଭଲ କାମ କଲା ତାକୁ ସେମାନେ ପ୍ରଶଂସା କରିଥାନ୍ତି। ତେବେ ଯିଏ ଯାହା କରୁ ଲୋକେ ତାର ହିଁ ପ୍ରଶଂସା କରନ୍ତି। ତେଣୁ ଆମେରିକାର ଅନେକ ମୁଖ୍ୟ ଧାରଣା ଲୋକମାନଙ୍କ ମଧ୍ୟରେ ସେ ଯିଏ ଯାହା ଭଲ କାମ କଲା ତାକୁ ସମସ୍ତେ ହିଁ ପ୍ରଶଂସା କରିଥାନ୍ତି। ତେବେ ମଣିଷ ଜୀବନରେ ଯେତେ କାମ ଅଛି ଘାସ କଟା ଠାରୁ ଘୋଡ଼ା ଚଢ଼ା ପର୍ଯ୍ୟନ୍ତ ସବୁ ବିଜ୍ଞାନ ଢାଞ୍ଚାରେ ପକାଇ ଦିଆଯାଇଛି। ତେବେ ମଣିଷ ଜୀବନର ଆମେ ଛୋଟିଆ କାମଠାରୁ ଘାସଠୁ ଆରମ୍ଭ କରି ହେଉ, ଘୋଡ଼ା ଚଢ଼ିବା ପର୍ଯ୍ୟନ୍ତ ବା ଘର ତିଆରି କରିବା ପର୍ଯ୍ୟନ୍ତ ଯେତେ କାମ ହେଉନା କାହିଁକି ସବୁ ଆଜି ବିଜ୍ଞାନ ବଳରେ ଆଜି ବଳିୟାନ ମଣିଷ ହେଇଛି। ପ୍ରତ୍ୟେକ କାର୍ଯ୍ୟର ମୂଲ୍ୟ ଅଛି। ତେଣୁ ଯେ ଘାସ କାଟୁଛି ଲୋକେ ତାକୁ ବି ପ୍ରଶଂସା କରି କହନ୍ତି ସେ ଗୋଟିଏ ବଢ଼ିଆ ଘାସ କଟାଳି। ପୁଣି ଶୁଣିଲେ କାମ କରିବାକୁ ମନ ନ ହେବ କାହାର। ଆଚ୍ଛା, ତାଙ୍କ ଦେଶର ପ୍ରଥମ ନା ଆମ ଦେଶରେ ଯିଏ ବଡ଼ ଚାକିରି କରୁଛି, ବଡ଼ ବିଜନେସ୍ କରୁଛି, ତାକୁ ଆମେ ଉଚ୍ଚ ସ୍ଥାନର ସମ୍ମାନ ଦେଇଥାଉ ବା ଭଲ ସ୍ଥାନର ଅଧିକାରୀ ବୋଲି ଆମେ କହିଥାଉ। କିନ୍ତୁ ସେ ଦେଶରେ କୌଣସି ଛୋଟ କାମ ହେଉ ବା ବଡ଼ କାମ ହେଉ, ସେ ଘାସ କାଟି ହେଉ, ତାକୁ ସମସ୍ତେ ଭଲ ଘାସ କଟାଳିଟେ କହନ୍ତି। ଯେକୌଣସି କାମ ହେଉନା କାହିଁକି କି ତାଙ୍କର ସମସ୍ତ କାମକୁ ସମ୍ମାନ ଦିଆଯିବା ସହିତ ତାକୁ ମଧ୍ୟ ସମସ୍ତେ ଭଲ ବା ଧନ୍ୟ ବୋଲି କହିଥାନ୍ତି। ସେ ଛୋଟ ହେଉ ବା ବଡ଼ କାମଟିଏ ହେଉ, ପ୍ରଶଂସା। ଆଚ୍ଛା, ତେବେ ପ୍ରଶଂସା ଶୁଣିଲେ କାମ କରିବାକୁ କାହା ମନରେ ମନ ନ ହେବ କାହାର। ଯଦି ଆମେ ସମସ୍ତେ ଗୋଟେ ଛୋଟ କାମକୁ ଯଦି ଆମେ ସମସ୍ତେ ପ୍ରଶଂସା କରିବା, ସେ ଲୋକ କ'ଣ କରିବ, ତା ମନରେ ଗୋଟେ ଆଗ୍ରହ ସୃଷ୍ଟି ହେବ। ସେ ଯେକୌଣସି କାମ ହେଉନା କାହିଁକି ସେ କରିବାକୁ ଚେଷ୍ଟା କରିବ। ଆମ ପରି ସେଠାରେ ଖୁବ୍ କମ୍ ଲୋକ କହନ୍ତି ଯିଏ କହିବେ ସେ କିଆଁ ଏହା କରୁନି ତା କରୁନି, ସେ କାମଗୁଡ଼ା ବେକାର କାହିଁକି କରୁଛି। ଏମିତି କଥା ଶୁଣିଲେ ମଣିଷ ମନ କ'ଣ ହୁଏ ତା ସମସ୍ତେ ଜାଣନ୍ତି। ଯଦି ଆମେ ତାକୁ ପ୍ରଶଂସା କରିବା ବଦଳରେ ତାକୁ ଇଆଡ଼ୁ ସିଆଡ଼ୁ କହିବା, ଏ କାମଟା ସେ ଭଲ କରୁନି, ଏହା କରୁନି, ତାହା କରୁନି, ଏଇଭଳି ବିଭିନ୍ନ ପ୍ରକାର କହିକି ତା ମନକୁ ଯଦି ଆମେ ଭାଙ୍ଗିଦେବା, ତାହେଲେ ସେ କାମକୁ ଠିକ୍ ଭାବରେ କରିପାରିବ ନାହିଁ କି ତା'ର ଆଉ ଆଗ୍ରହ ହେବ ନାହିଁ, ସେ ସେତିକିରେ କାମଟି ଛାଡ଼ିକି ପଳାଇଯିବ। ଏମିତି କଥା ଶୁଣିଲେ ମଣିଷର ମନ କ'ଣ ହୁଏ ତା ସମସ୍ତେ ଆମେ ଜାଣିଛେ। ଭାରତକୁ ଆସିଛେ ବୋଲି କହିଦେଲେ ସେମାନେ ଆଉ ଆଦର ଅଭ୍ୟର୍ଥନାରେ ପେଟ ପୁରାଇ ଦିଅନ୍ତି। ଯଦି ଆମେ କହିଦେବା ଆମେ ଭାରତରୁ ଆସିଛେ, ତାଙ୍କର ସ୍ନେହ, ଭଲ ପାଇବା, ଆଦର, ଅଭ୍ୟର୍ଥନା ସମସ୍ତଙ୍କୁ କୁହାଯାଏ। ଆଉ ଏଥିରେ କ'ଣ ପେଟ ପୁରାଇ ଦିଅନ୍ତି, ପେଟ ମାନେ ବହୁତ ଭଲ ପ୍ରଶଂସା କରିଥାନ୍ତି। ଆଉ ଭାରତୀୟବାସୀ ଏଇଭଳିଆ ବିଭିନ୍ନ ପ୍ରକାରର ଭଲ ସମ୍ମାନ ମଧ୍ୟ ସେମାନେ ଦେଇଥାନ୍ତି। ତେବେ ପିଲାମାନେ, ଏବେ କ'ଣ ହେଇଛି ନା ବେଳ ଆସିଛି ମାଛି ନ ହୋଇ ମହୁମାଛି ହେବା, ଘାରେ ନ ବସି ଫୁଲରେ ବସିବା। ତାହେଲେ ଏଠାରେ ଲେଖକ ସେ ବର୍ଣ୍ଣନା କରିବାକୁ ଚାହିଁଛି ଏତେ ଗୁଡ଼ିଏ ମହତ୍ତ୍ୱ କାର୍ଯ୍ୟ, ମହତ୍ତ୍ୱ କର୍ମ ଏ ବିଷୟରେ ବର୍ଣ୍ଣନା କରିବା ଯାଇ
ଶେଷରେ ସେ ଏହା କହିଛନ୍ତି, ନା ଏବେ ଆମ ସମସ୍ତଙ୍କର ସମୟ ଆସିଛି ଅନ୍ୟ କାହାର ଗୁଣ ଦୋଷ ଗୁଣକୁ ନ ଦେଖି ଆମେ ଭଲ କର୍ମ ଦେଖିବା, ଭଲ କଥା ଶିଖିବା। ଏବେ ଏଠି କହିଲେ ମାଛି ନ ହୋଇ ମହୁମାଛିରେ ବସିବା। ଦେଖ ମାଛି କ'ଣ କରିଥାଏ? ମାଛି ବିଭିନ୍ନ ପ୍ରକାର ଅପରିଷ୍କାର ଜାଗାରେ ସେ ବସିଥାଏ, କିନ୍ତୁ ମହୁମାଛି କ'ଣ ଫୁଲରେ ବସିକି ମହୁ ସଂଗ୍ରହ କରିଥାଏ। ନା ସେ ଲୋକମାନଙ୍କର ସଂଗ୍ରହ କରିଥିବା ମହୁ ସେଗୁଡ଼ିକ ଅନ୍ୟମାନଙ୍କର ଉପକାରରେ ଆସିଥାଏ। ମାଛି କିନ୍ତୁ କ'ଣ କରେ? ଅପକାର ସମସ୍ତ କରେ। ତେବେ ଆମେ ମାଛି ନ ହୋଇ ମହୁମାଛି ହେବା। ତାର କ'ଣ ହେବା? ଆମେ ମହୁମାଛି ହେବା, ସମସ୍ତଙ୍କୁ ସାହାଯ୍ୟ କରିବା ହେଲା। ତେବେ ଘାରେ ନ ବସି ଫୁଲରେ ବସିବା। ମାଛି କେଉଁଠି ବସିଥାଏ? ନା ଅପରିଷ୍କାର ଜାଗା ଘାରେ ବସିଥାଏ। ସେଥିପାଇଁ ଆମେ କେଉଁଠି ବସିବା? ମହୁମାଛିଟି ହୋଇ ଫୁଲରେ ବସିବା, ମହୁରେ ବସିବା। ମହୁମାଛିଟି ଭଲ କାମ କରିବା, ଭଲ କର୍ମ କରିବା। ଦେଶ ଓ ଜାତିର ମୁକ୍ତିପଥ ଖୋଜିବା। ଆଉ ଦେଶ ଓ ଜାତିର କିଭଳି ଭାବରେ ଦେଶ ଓ ଜାତିକୁ ଆଗକୁ ନେଇ ହେବ, ସେଥିପାଇଁ ତାର ପଥ ଅନୁସରଣ କରିବା, ଆମେ ଖୋଜିବା। ଧନ୍ୟ ସେ ପ୍ରଶଂସା ମୁଖର ଆମେରିକାନ ଜାତି। ସେଠାରେ ଲେଖ ଗୋଲକ ବିହାରୀ ଧଳ ସେ ଆମେରିକା ଜାତିକୁ ଟେକି କହିଛନ୍ତି, କ'ଣ କହିଛନ୍ତି? ନା ଧନ୍ୟ ସେ ପ୍ରଶଂସା ମୁଖର ଆମେରିକାନ ଜାତି। ସେ ତାଙ୍କର ସେ ଏତେ ଗୁଣର ଅଧିକାରୀ, ଏତେ ଭଲ କାର୍ଯ୍ୟର ଅଧିକାରୀ, ତାଙ୍କର ପ୍ରତ୍ୟେକ ଲୋକ ତାଙ୍କୁ ସେ ଧନ୍ୟ ବୋଲି କହିଛନ୍ତି। ସତରେ ଯାହା କହନ୍ତି ଉଚ୍ଚ ମନା ଉଚ୍ଚେ ଅମୃତ ଲଭେ, ନିଚ ମନା ଲଭେ ବିଷ। ଯଦି ଆମ ମନଟା ଉଚ୍ଚ ହେବ ତେବେ ଆମର ଅମୃତ ପାଇବା, ଆଉ ଯଦି ନିଚ ମନ ହେବ ଆମେ କ'ଣ ପାଇବା? ବିଷ ପାଇବା। ଏଇ କଥା ଏଠାରେ ଲେଖକ ବର୍ଣ୍ଣନା କରିଛନ୍ତି। ମଣିଷ ଭାଗ୍ୟରେ ତାହା ହିଁ ଫଳୁଛି। ଯଦି ଆମେ ମନକୁ ବା ଆମର ଧାରଣାକୁ ଆମେ ଯେତେ ଉଚ୍ଚକୁ ନେବା, ତାହେଲେ ଆମେ ଅମୃତ ପାଇବା। ଯଦି ଆମର ମନ ଆଉ ଧାରଣାକୁ ଆମେ ନିଚ କରିବା, ଆମେ ତାହେଲେ ସବୁବେଳେ କ'ଣ? ବିଷ ପାଇବା। ଏଠାରେ ଭଲ ବର୍ଣ୍ଣନା କରିବାକୁ ଯାଇ ଲେଖକ ଏଠାରେ କହିଛନ୍ତି। ତେବେ ପିଲାମାନେ ତାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ହେଲା? ନା ମୁଁ କହିଥିଲି ନା ଆମେରିକାବାସୀମାନେ ସାଧାରଣତଃ କ'ଣ କରନ୍ତି? ନା ସେ କର୍ମ ଉପରେ ଗୁରୁତ୍ୱ ଦେଇଥାନ୍ତି। ଆଉ ସେ ଛୋଟ ହେଉ ବଡ଼ ହେଉ ସଦା ସର୍ବଦା ସମସ୍ତଙ୍କ କାର୍ଯ୍ୟକୁ ସମ୍ମାନ ଦେଇଥାନ୍ତି। କୁହନ୍ତିନି ଏଇ କାମଟା ଛୋଟ, ଏଇ କାମଟା ବଡ଼। ଆଉ କ'ଣ ହେଲା? ନା ତାଙ୍କର ଯେତେ ବୟସ ହୁନା କାହିଁକି ସେ କର୍ମ କରିଥାନ୍ତି। ନା ସେ କର୍ମରେ ହିଁ ଲୁକାୟିତ ଆନନ୍ଦ ପାଇଥାନ୍ତି ହେଲା। ତାପରେ ତାଙ୍କର ଅନ୍ୟ ଉଦ୍ଦେଶ୍ୟ କ'ଣ? ଆଉ ଗୋଟେ ନା ଅନ୍ୟକୁ ପ୍ରଶଂସା କରିବା ତାଙ୍କର ମଧ୍ୟ ଅନ୍ୟ ଆଉ ଗୋଟେ ଭଲ ଉଦ୍ଦେଶ୍ୟ ବା ଭଲ ଗୁଣ। ସେଇଥିପାଇଁ ଲେଖକ ଏଠାରେ ଆମେରିକାବାସୀମାନଙ୍କୁ ଧନ୍ୟ କହି ତାଙ୍କୁ ଭଲ ଶ୍ରେଷ୍ଠର ସ୍ଥାନ ଦେଇଛନ୍ତି। ତେବେ ପିଲାମାନେ ସମସ୍ତଙ୍କୁ କହି ରଖୁଛି, ଏହାର ପ୍ରଶ୍ନ ଉତ୍ତରକୁ ତୁମେ କରିଦେବ। ଯେଉଁଠି ନ ଆସିବ ତୁମେ ପଚାରିବ। ବିଷୟରେ ଦିଆଯାଇଥିବା ପ୍ରଶ୍ନ ଉତ୍ତର ଗୁଡ଼ିକୁ ନିଜେ କରିବାକୁ ଚେଷ୍ଟା କରିବ। ଯେଉଁଠି ନ ଆସିବ ମୋତେ ପଚାରିବ ହେଲା। ତେବେ ସମସ୍ତଙ୍କୁ ଆଉଥରେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଧନ୍ୟବାଦ।